ओं नमो भगवते वासुदेवाय। तृतीय स्कंद त्रयोदश अध्याय। धरणी थिला जले मग्न बराह रूपे भगवान, तार उद्धार दैत्य बोध त्रयोदश रे संवाद। श्रीशुक उवाच एमन्ते मैत्रेय वचन, शुणी विदुर तोष मन। कृष्ण चरिते भाव भरी, पुणी पुछई पाद धरी। विदुर उवाच से स्वयंभुव नृपवर, साक्षाते ब्रह्मार शरीर। जे शतरूपा पत्नी तार, स्वभावे ब्रह्मार शरीर। निर्मित नर नारी रूपे, विष्णु आदेश विश्वकल्पे। मैथुन भावे से रहिला, केमन्ते सृष्टि भियाइला। से राज ऋषिर चरित, कही संतोष कर चित्त। ए कृष्ण कथा पुण्य जस, श्रवणे चित्त कलास। मैत्रेय उवाच शुण विदुर एक चित्ते, तू जाहा पचारिलु मते। ब्रह्मार शरीरु संभव, पत्नीर तुले स्वयंभुव। कर अंजलि शिरे देई, बोलई ब्रह्मा मुख चाहि। तू सर्व जन्तुंकर पिता, जन्म संपद वृत्तिदाता। आम्भे तोहर प्रजागणे, जेमन्ते सेवुत चरणे। से आज्ञा दिय वेदवर, तोर चरणे नमस्कार। जे कर्म साधि अतिरेक, सुजस इह परलोक। लोभन्ति प्राणी आत्मसुखे, से आज्ञा दिय तात मुखे। एमन्ते पुत्रर वचने, ब्रह्मा कहिले तोष मने। ब्रह्मा उवाच शुण कुमार साधु धीर, तू ए संसारे नृपवर। निर्मल हृदे तू पचारु, जेन्हे संवाद शिष्य गुरु। तोठारे होइली प्रसन्न, तोहर हेउ जे कल्याण। पितार आज्ञा शिरे धरी, सुदूरे सर्व परिहरी। एहार संगे तू ही राम, संतीत करी आत्मसोम। धर्मे पालन कर मोहि, विष्णुଙ୍କୁ पूजा यज्ञ दाही। प्रजा पालने कर आशा, तेणे मोहइब सुशासा। प्रजा पालन धर्म कले, विष्णु संतोष हन्ति भोले। जे यज्ञ रूप जनार्दन, ଯାହାକୁ ନୁହନ୍ତି ପ୍ରସନ୍ନ। ସେ ଶ୍ରମେ ଯେତେ କାର୍ଯ୍ୟ କରେ, ବ୍ୟର୍ଥ ସବୁ ଜାଣ ଭଲେ। ମନୁବାଚ ଭନାଥ ତୋହର ଆଦେଶ, ସୃଷ୍ଟି ମୁଁ କରିବି ବିଶ୍ୱାସ। ମୁଁ ସୃଷ୍ଟିସ୍ଥର ଯିବି କାହିଁ, ଏ ଜଳେ ଧରଣୀ ତ ନାହିଁ। ତାର ଉଦ୍ଧାରେ ଯତ୍ନ କର, ଯେମନ୍ତେ ସୃଷ୍ଟିର ସଞ୍ଚାର। मैत्रेय उवाच एमन्ते पुत्रर वचने, ब्रह्मा विचारे निज मने। पूर्वे प्रलय जल राशि, पवन संगे मुजे ग्रासी। पृथिवी निवेशिली जले, प्रजा कल्पिली जोग बले। देव असुर पितृनर, पशु पतंग महीधर। वृक्ष औषधि उच्च नीचे, धरणी स्थापिली जे सञ्चे। एबे त जळे नाही मोहि, एमन्त ब्रह्मा विचारई। जळे न देखि वसुन्धरी, विधाता मने ध्यान करी। मही बुडिला महाजळे, केमन्ते उद्धारिबि बळे। जार हृदयरु अवतरी, ମୁଁ ଏ ସଂସାରେ ଅଧିକାରୀ। ସେ ହରି ଯେବେ ଦୟା କରେ, ଧରଣୀ आपणे उद्धरे। ନହିଲେ ମୋର ଶକ୍ୟ ନାହିଁ,
ଏମନ୍ତେ ବିଷ୍ଣୁ ପାଦ ଧ୍ୟାଇ ବ୍ରହ୍ମା ରହିଲେ ସ୍ତମ୍ଭୀଭୂତେ ଶୁଣ ବିଦୁର ଏକ ଚିତ୍ତେ ତକ୍ଷଣେ ପ୍ରଭୁ ନରହରି ବାଳଶୁକର ରୂପ ଧରି ଅଙ୍ଗୁଷ୍ଠ ପ୍ରମାଣ ଶରୀରେ ଜନ୍ମିଲେ ବ୍ରହ୍ମା ନାଶ ଦ୍ୱାରେ ପୁଣି କ୍ଷଣକେ ଗଜ ପ୍ରାଏ ଅଦ୍ଭୁତେ ବଢ଼େ ତାରକାଏ ମରିଚି ଆଦି ମୁନି ଯେତେ ସନତ କୁମାର ସହିତେ ଦେଖନ୍ତି ବରାହ ଶରୀର କ୍ଷଣ କ୍ଷଣକେ ଅଗୋଚର ଋଷିଙ୍କି ଚାହିଁ ବେଦବର କହନ୍ତି ଦେଖି ତା ଶରୀର ଅଙ୍ଗୁଷ୍ଠ ମାତ୍ରେ ଜାତ ହୋଇ ପର୍ବତ ସମାନେ ବଢ଼ଇ ଏ ଅବା ଅଟେ ଭଗବାନ ମୋ ମନ ଖେଦ ଜାଣି ଜନ୍ମ ଏମନ୍ତ ଜାଣି ବାସୁଦେବ ଗର୍ଜିଲେ ଗଜେନ୍ଦ୍ର ସ୍ୱଭାବ ବ୍ରହ୍ମାଦି ଋଷିଙ୍କ ସମେତେ ହରସ କଲେ ସର୍ବଚିତେ ଦିଗ ପୁରିଲା ଗରଜନ୍ତେ ଅଦ୍ଭୁତ ଶବଦ ସହିତେ ଶୁଣି ଚକିତ ମୁନିଜନେ ଆନନ୍ଦେ ବିଚାରନ୍ତି ମନେ ସେ ମାୟାମୟ ନରହରି ଛଦ୍ମେ ଶୁକର ରୂପ ଧରି ଜନ ସତ୍ୟ ତପନିବାସୀ ମିଳି ସକଳ ବ୍ରହ୍ମ ଋଷି ସ୍ତୁତି କରନ୍ତି ମନ ତୁଷେ ଧରଣୀ ଉଦ୍ଧରିବା ଆସେ ଯାହାର ଗୁଣ ଅନୁବାଦେ କ୍ଷମ ନୁହନ୍ତି ଚାରି ବେଦେ ଯା ରୂପ ମନ ଜ୍ଞାନେ ଚିନ୍ତି ଅଶେଷ ଶାସ୍ତ୍ରେ ନ ଜାଣନ୍ତି ମୁନିଙ୍କ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି ଦେବଙ୍କ ହିତ ଅର୍ଥେ ହରି ପୁଣି ଶୁକର ନାଦ କରି ଗଜେନ୍ଦ୍ର ଲୀଳା କରି ହେଳେ ବିଷ୍ଣୁ ପଶିଲେ ମହାଜଳେ ଖୁର ଲାଙ୍ଗୁଡ଼ ମୁଖେ ତାଡ଼ି ଶବଦ ଶୁଭେ ଘଡ଼ ଘଡ଼ି ଜଳ ପ୍ରବେଶ ପୂର୍ବେ ହରି ପୁଚ୍ଛ ଉତ୍ତକ୍ଷେପ ଊର୍ଦ୍ଧ୍ୱେ କରି ଲମ୍ଫରେ ଆକାଶେ ଉଠିଲେ କୋଠର ସଟା କମ୍ପାଇଲେ ବରାହ ଦେହ ଜଳ କଣେ ଶୂନ୍ୟେ ତିନ୍ତିଲେ ଦେବଗଣେ ଲାଙ୍ଗୁଡ଼ ବୃଷ୍ଟି ଜଳ ଲାଗି ଦିଗେ ହୋଇଲେ ସୌଭାଗୀ ସୁତୀକ୍ଷ୍ମ ଖୁର କ୍ଷିପ୍ତ ଜଳେ ସମୁଦ୍ର ଉଚ୍ଛଳେ କଲ୍ଲୋଳେ ପର୍ବତ ପ୍ରାଏ ଦେହ କାନ୍ତି ଜ୍ୟୋତି ସମୂହେ ଝଟକନ୍ତି ମହି ଖୋଜନ୍ତି ଘ୍ରାଣ ବାସେ ଧରଣୀ ଉଦ୍ଧରିବା ଆସେ କରାଳ ଦନ୍ତ ଓଷ୍ଠ ପାଟି ଊର୍ଦ୍ଧ୍ୱେ ମୁନିଙ୍କି ଦେଇ ଦୃଷ୍ଟି ତକ୍ଷଣେ ଶବ୍ଦ କରି ଜଳେ ପଶିଲେ ସମୁଦ୍ର କଲ୍ଲୋଳେ ଅଙ୍ଗ ପଡ଼ନ୍ତେ ବଜ୍ର ପ୍ରାଏ ଦେଖି ଜଳଧି କଲା ଭୟେ ତରଙ୍ଗ କର ଉଚ୍ଚେ କରି ଡାକଇ ରଖ ଦଇତାରି ହେ ଯଜ୍ଞେଶ୍ୱର ତ୍ରାହି କର ମୁଁ ତୁମ୍ଭ ଚରଣେ କିଙ୍କର ସମୁଦ୍ର ମୁଖ ରାବ ଗୋଳେ ହରି ପଶିଲେ ରସାତଳେ ଜଳେ ନିମଗ୍ନା ବସୁନ୍ଧରି ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି ଜଳୁ ଆସନ୍ତେ ଊର୍ଦ୍ଧ୍ୱମୁଖେ ଅସୁର ମିଳିଲା ସମ୍ମୁଖେ ଆଦି ଅସୁର ଯେ ପ୍ରତ୍ୟକ୍ଷ ନାମ ତାହାର ହିରଣ୍ୟାକ୍ଷ ଗଦା ବୁଲାଇ ଅତି ବେଗେ ମିଳିଲା ଯଜ୍ଞପତି ଆଗେ ମତ୍ତ ମାତଙ୍ଗ ଜେହ୍ନେ ମହି କର୍କଶ ଦନ୍ତେ ବିଦାରଇ ଲୀଳାଏ ଅସୁର ସଂହାରି ଗଜକୁ ଯେସନେ କେଶରୀ ତା ଦେହ ଦଶନେ ବିଦାରି ଧରଣୀ ଘେନି ବିଜେ କରି ତମାଳ ନୀଳ ବର୍ଣ୍ଣ ଦେହି ଶୁକ୍ଳ ତୀକ୍ଷଣ ଦନ୍ତ ଦୁଇ ଦଶନ ଅଗ୍ରେ ମହି ରହେ ଚନ୍ଦ୍ରେ କଳଙ୍କ ଜେହ୍ନେ ଶୋହେ ଏମନ୍ତ ରୂପ ଦେଖି ବେଗେ ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ ସଙ୍ଗତେ ମୁନି ବୃନ୍ଦ ଘେନି ସ୍ତୁତି କରନ୍ତି ପଦ୍ମଯୋନି ଋଷି ଉବାଚ
हे ଯଜ୍ଞ ରୂପୀ ଜନାର୍ଦ୍ଦନ ତୋର ବିହାର ତ୍ରିଭୁବନ। ଜୟ ତୁ ଜୟ ଭଗବାନ ତୁ ବେଦମୟ ବିଦ୍ୟମାନ। ଯଜ୍ଞ ମୂରତି ନିଜ ପିଣ୍ଡେ ଯେ ଯଜ୍ଞ ଧର୍ମ କର୍ମ କାଣ୍ଡେ। ତୋର ଶରୀର ରୋମକୂପେ ସମୁଦ୍ର ଲୁଚିଲା ସ୍ୱରୂପେ। ନମୋ ଗୋବିନ୍ଦ ମହୀଧର ଅଶେଷ ମହିମା ସାଗର। ହେ କାଳ ରୂପୀ ତ ଚରଣେ ନିର୍ଭୟେ ପଶିଲୁ ଶରଣେ। ଯଜ୍ଞାଦି ଆତ୍ମା ତ ଶରୀର ଦୁଷ୍କୃତ ଜନେ ଅଗୋଚର। ତୋ ଦେହ ଚର୍ମେ ବେଦ ବସେ ଅନଳ ରୋମ କୂପ ଦେଶେ। ଘୃତ ଆହୁତି ନେତ୍ର ଯୁଗେ ଚତୁର ହୋତ୍ର ପାଦ ଭାଗେ। ଏ ଯଜ୍ଞ ଶୁକ୍ର ତୋର ତୁଣ୍ଡେ ଶ୍ରୁବ ନିର୍ମିତ ନାସା ଖଣ୍ଡେ। ଇଳା ଉଦର ଅନୁବନ୍ଧେ ଚମସ ରହେ କର୍ଣ୍ଣରନ୍ଧ୍ରେ। ପ୍ରାସିତ ବସେ ତୋର ଆଶ୍ୱେ ଗ୍ରହେ ବସନ୍ତି ତୋର ଗ୍ରାସେ। ଚର୍ବଣେ ଅଗ୍ନିହୋତ୍ର ରହେ ଦୀକ୍ଷାତ ଅନୁ ଜନ୍ମ ବହେ। ଯେ ଉପସଦ ତିନି ଇଷ୍ଟେ ସେ ତୋର ଗ୍ରୀବା ଦେଶ ଅଟେ। ଦନ୍ତେ ପ୍ରାୟଣୀ ଉଦୟିନୀ ଜିହ୍ୱାରେ ପ୍ରଜ୍ଞ ବ୍ରଜ୍ଞ ଘେନି। ଶିରେ ହୋମ ରହିତ ଅଗ୍ନି ଆବର ଉପାସନା ବହ୍ନି। ପ୍ରାଣେ ବସନ୍ତି ଚିତିଗଣ ସୋମତରେ ତ ଆଚରଣ। ସେବନ ତୋହର ଅବସ୍ଥା ସପ୍ତଧାତୁଏ ତୋର ସଂସ୍ଥା। ତୋ ଦେହ ସନ୍ଧି ସର୍ବସତ୍ର ତୁ ସର୍ବଯଜ୍ଞ କୃତୁ ମାତ୍ର। ମନ୍ତ୍ର ଦେବତା ରୂପ ତୁହି ତୁ ଦ୍ରବ୍ୟ କ୍ରତୁ କ୍ରିୟା ହୋଇ। ବୈରାଗ୍ୟ ଭକ୍ତି ଆତ୍ମଜଏ କରାଉ ଜ୍ଞାନର ଉଦଏ। ତୁ ବିଦ୍ୟା ଗୁରୁ ଜ୍ଞାନଦାତା କଳ ସକଳ ଜୀବ ପିତା ମାତା। ଅଖିଳ ମୂର୍ତ୍ତି ଭଗବାନ ତୋର ଚରଣେ ନମୋ ନମ। ତଦନ୍ତ ଅଗ୍ରେ ବସୁନ୍ଧରି ବିରାଜେ ନିଜ ରୂପ ଧରି। କି ଅବା ଦେବା ପଟାନ୍ତର ଜଳେ ଯେ ସନେ କରିବର। ପତ୍ର ସମେତେ ପଦ୍ମ ବହେ ତଦନ୍ତ ଅଗ୍ରେ ତେହ୍ନେ ଶୋହେ। ଏ ଯେ ଶୂକର ତୋର ଦେହ ଅଶେଷ ଯଜ୍ଞ ବେଦମୟ। ଦନ୍ତେ ଧରଣୀ କରେ ଶୋଭା କିବା ଉପମା ତାହା ଦେବା। ପର୍ବତ ଶୃଙ୍ଗେ ଜଳଧର ଯେମନ୍ତେ ଦିଶଇ ସୁନ୍ଦର। ତେମନ୍ତେ ଶୋଭିତ ଧରଣୀ ତଦନ୍ତ ଅଗ୍ରେ ଚକ୍ରପାଣି। ଏବେ ଧରଣୀ ସ୍ଥାପ ଜଳେ ଭନାଥ ତୋର ମାୟା ବଳେ। ଏ ଭୂମି ଜୀବ ଲୋକ ମାତା ତୁ ନାଥ ଜୀବ ଲୋକ ପିତା। ତୋ ବିନୁ ଅନ୍ୟ କେବା ବଳେ ମହି ଉର୍ଦ୍ଧ୍ୱରେ ମହାଜଳେ। ଏଣୁ ବିସ୍ମୟ ଆମ୍ଭ ନାହିଁ ଅତି ବିସ୍ମୟ ବିଶ୍ୱେ ଯେହି। ତାହାକୁ ତୁହି ମାୟା ବଳେ ସର୍ଜନା କଲୁ ଏ ଶୟଳେ। ଏ ଯେ ଈଶ୍ୱର ତୋର ଦେହି ସକଳ ବେଦମୟ ଏହି। ଜଳେ କମ୍ପନ୍ତେ ତୋ ଶରୀର ଜଳଧି ଦିଶେ ଭୟଙ୍କର। ତୋ ରୋମ ଅଗ୍ର ଜଳ ରାଶି ଉଛୁଳି ଶୂନ୍ୟ ମାର୍ଗେ ଆସି। ଜନ ତପ ସତ୍ୟ ଭୁବନେ ଆମ୍ଭେ ଯେ ବ୍ରହୁ ତୋଷ ମନେ। ତୋ ରୋମ ଜଳେ କରି ସ୍ନାନ ଆନନ୍ଦେ ତୋଷ କଲୁ ମନ। ପବିତ୍ର କଲୁ ପିଣ୍ଡ ପ୍ରାଣ ତୋର ଶରଣ ନାରାୟଣ। ତୋ କର୍ମ ପାର ଜାଣିବାରେ ଯେ ଜନ ମନେ ବାଞ୍ଛା କରେ। ସେ ନିଶ୍ଚୟ ଅଟେ ମନ୍ଦମତି କାହୁଁ ଜାଣିବ ତୋର ଗତି। ତୋ ଯୋଗ ମାୟା ଗୁଣ ବଳେ ଆମ୍ଭେ ମୋହିତ ଏ ଶୟଳେ। ଏଣୁ ବିଶ୍ୱକୁ ସୁଖ ଦେଇ ଆମ୍ଭଙ୍କୁ କର ନାଥ ତ୍ରାହି। ମୈତ୍ରେୟ ଉବାଚ ବ୍ରହ୍ମାଦି ମୁନିଙ୍କ ବଚନେ ବରାହ ରୂପୀ ତୋଷ ମନେ। ଜଳେ ବସାଇ ବସୁନ୍ଧରି ଅଦୃଶ୍ୟ ହୋଇଲେ ମୁରାରି। ସେ ହରି ଅଭୟ ଚରଣେ
विदुर पशतु शरणे ए मनोहर कृष्ण कथा जे अबाहन्ति श्रोता व्यक्ता तार हृदये भगवान तक्षणे हुअन्ति प्रसन्न तार प्रसन्ने माया घोर नल नलिन निदळे जेह्ने नीर न लागे नीर ते सिंचते विष्णु प्रसंग अनुमते कर्णे पसन्ते हरिबाणी सुधा समुद्र परिमाणी आनंदे कर सुधापान जेणे हुईब तत्वज्ञान तृतीय स्कंधे भागवत अद्भुत बराह चरित एणे निवेशी बुद्धिचित्त कहई दास जगन्नाथ। इति श्रीमद्भागवते महापुराणे पारमहंस्यां संहितायां तृतीय स्कंधे वराह वपुषा धरोद्धारणं नाम त्रयोदश अध्याय।